AM Music. ପ୍ରେଜ୍ ଦ ଲର୍ଡ ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁଙ୍କର ଦୟା ଅନୁଗ୍ରହରୁ ଆଜି ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କର ଗହଣରେ ପ୍ରଭୁଙ୍କର ବାକ୍ୟ କହିବା ନିମନ୍ତେ ପ୍ରଭୁ ସୁଯୋଗ ଦେଇଛନ୍ତି। ସେଥିପାଇଁ ତାହାଙ୍କ ନାମକୁ ଧନ୍ୟବାଦ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ପ୍ରକାଶିତ ବାକ୍ୟ 3 ପର୍ବ 20 ପଦ। ଦେଖ ଆମ୍ଭେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହା ହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ। ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ପ୍ରଭୁ ଯେ ମହାନ ପରମେଶ୍ୱର ଯେ କି ଆମମାନଙ୍କର ଦ୍ୱାର ନିକଟରେ ସେ ଉପସ୍ଥିତ ଅଛନ୍ତି। ଆଉ ଆମମାନଙ୍କର ଜୀବନରେ ଯେତେବେଳେ ଆମେ ତାହାଙ୍କ ନିମନ୍ତେ ଆମମାନଙ୍କର ହୃଦୟ ରୂପକ ଦ୍ୱାରକୁ ଉନ୍ମୁକ୍ତ କରିବା, ସେ ସମୟରେ ସେ ଆମମାନଙ୍କର ହୃଦୟରେ ପ୍ରବେଶ କରିବେ ଏବଂ ତାହାଙ୍କର ଆନନ୍ଦ ଆମମାନଙ୍କ ଜୀବନରେ ଭରିଦେବେ। ହୃଦୟର ଦ୍ୱାର ଉନ୍ମୁକ୍ତ। ପ୍ରଭୁଙ୍କର ଦିନ ଯେ ଆମମାନଙ୍କ ନିମନ୍ତେ ସନ୍ନିକଟ। କେଉଁ ସମୟରେ ସେ ଆମମାନଙ୍କର ଜୀବନରେ ପ୍ରବେଶ କରିବେ, ଆମମାନଙ୍କ ନିମନ୍ତେ ଜଗତକୁ ଆସିବେ, ଆମମାନଙ୍କର ସମସ୍ତ ବିଷୟକୁ ସେ ଗ୍ରହଣ କରିବେ। ଏ ଜଗତରେ ପ୍ରଭୁ ଆମମାନଙ୍କୁ ବଞ୍ଚିବାର ସୁଯୋଗ ଦେଇଛନ୍ତି। ଦିନ ପ୍ରତିଦିନ ତାହାଙ୍କର ଅନୁଗ୍ରହରେ, ତାଙ୍କର ଦୟାରେ, ତାହାଙ୍କର ଆଶୀର୍ବାଦରେ ସେ ଆମମାନଙ୍କୁ କ'ଣ କରିଛନ୍ତି, ଏ ଜଗତରେ ଆମମାନଙ୍କୁ ସ୍ଥାନ ପ୍ରଦାନ କରିଛନ୍ତି। ଆମେ ଯେମିତି ସବୁ ଅବସ୍ଥାରେ ତାଙ୍କୁ ଧରି ଚାଲିବା। ତାହାଙ୍କର କାରଣ ପ୍ରଭୁଙ୍କର ଦିନ ଯେ ଆମମାନଙ୍କ ନିମନ୍ତେ ସନ୍ନିକଟ। କେଉଁ ସମୟରେ ପ୍ରଭୁ ଆମମାନଙ୍କ ନିମନ୍ତେ ଆସିବେ ଆମେ ଜାଣିନାହୁଁ, କିନ୍ତୁ ସେ ନିଶ୍ଚୟ ଆସିବେ। ସେ ଯେଉଁ ପ୍ରତିଜ୍ଞା ଆମମାନଙ୍କ ନିମନ୍ତେ କରି ଯାଇଅଛନ୍ତି ଯେ ମୁଁ ତୁମମାନଙ୍କ ନିମନ୍ତେ ପୁନର୍ବାର ଆସିବି ଆଉ ମୋର ସ୍ୱର୍ଗସ୍ଥ ପିତାଙ୍କ ପାଖକୁ ପୁନର୍ବାର ନେଇକି ଯିବି। ସେ ଯେଉଁ ଜାଗାରେ ଆମମାନଙ୍କୁ ସେ ବାସ ଦେବାକୁ ଚାହାନ୍ତି, ଆଜି ଆମମାନେ ସେ ସମସ୍ତ ବିଷୟ ପାଇଁ ପ୍ରସ୍ତୁତ ହେଇଛୁ କି? ପ୍ରଭୁଙ୍କୁ ଧରି ଚାଲିବା, ଯୀଶୁ ଖ୍ରୀଷ୍ଟଙ୍କର ପଥକୁ ଅନୁସରଣ କରିବା, ତାହାଙ୍କର ପଥକୁ ଜାଣି ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବା ଆମମାନଙ୍କ ଜୀବନର ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ। କାରଣ ସେ ଆମମାନଙ୍କୁ ଏକ ଭିନ୍ନ ସ୍ୱାଦରେ, ଭିନ୍ନ ଜୀବନରେ ଆମମାନଙ୍କୁ ପ୍ରତିପାଳିତ କରିଛନ୍ତି। ଆଜି ପର୍ଯ୍ୟନ୍ତ ସେ ଆମମାନଙ୍କୁ କ'ଣ କରୁଅଛନ୍ତି? ପ୍ରତିପାଳନ କରୁଅଛନ୍ତି। ସେଥିପାଇଁ ସମୟ ଥାଉ ଥାଉ ଆମେ ଯେମିତି ତାହାଙ୍କର ନିକଟବର୍ତ୍ତୀ ହେବା, ତାହାଙ୍କୁ ଜାଣିବା, ତାହାଙ୍କର ସ୍ୱାଦକୁ ଆମେ ଚାଖିବା। ଆମମାନଙ୍କର କାର୍ଯ୍ୟରେ, ଆମମାନଙ୍କର ଚିନ୍ତାରେ, ଆମମାନଙ୍କ କଥାବାର୍ତ୍ତାରେ, ଆମମାନଙ୍କର ସ୍ୱଭାବରେ ତାଙ୍କୁ ପ୍ରକାଶ କରିବା। ଯେତେବେଳେ ଆମମାନଙ୍କ ହୃଦୟକୁ ନିର୍ମଳ କରିବା, ଯେତେବେଳେ ତାହାଙ୍କର ସେ ସ୍ୱାଦକୁ ଆମେ ଜାଣିବା, ସେହି ସମୟରେ ପ୍ରଭୁ ଆମମାନଙ୍କ ଜୀବନରେ କ'ଣ ହେବେ? ପ୍ରବେଶ କରିବେ। ଜଗତ ଯେ ମନ୍ଦତାରେ ପରିପୂର୍ଣ୍ଣ, ଏ ଜଗତ କେବଳ ସ୍ୱାର୍ଥପରତାର ଜୀବନ କାଟିବା ନିମନ୍ତେ ପ୍ରତ୍ୟେକ ଚାହିଁଥାନ୍ତି। ଈଶ୍ୱର ବିହୀନ ଜୀବନ କାଟିବା ପାଇଁ ଚାହିଁଥାନ୍ତି। କାରଣ ଜଗତରେ ଯେଉଁ ଚାକଚକ୍ୟତା, ଜଗତର ଯେଉଁ ମନ୍ଦତା, ଯେଉଁ ଲୋଭ, ଯେଉଁ ବିଭିନ୍ନ ପ୍ରକାର ମନୁଷ୍ୟକୁ ପ୍ରଲୋଭିତ କରିବା ବିଷୟ ଅଛି, ଯାହାଦ୍ୱାରା ମଣିଷ କ'ଣ କରେ? ଈଶ୍ୱର ବିହୀନ ଜୀବନ କାଟିବାକୁ ଚାହିଁଥାଏ। କେମିତି ଆଗକୁ ବଢ଼ିବ, ସେ କେମିତି ଭଲରେ ରହିବ, କେମିତି ଦିନ ପ୍ରତିଦିନ ସେ ଉନ୍ନତି କରିବ, ନିଜର ପ୍ରତିପତ୍ତି ଯେମିତି ବିସ୍ତାର କରିବ, ମନୁଷ୍ୟ ତାହା ଚାହିଁଥାଏ। କିନ୍ତୁ ପ୍ରଭୁ ଚାହାନ୍ତି ନାହିଁ ସେସବୁ। ପ୍ରଭୁ ପୃଥିବୀରେ ଆମମାନଙ୍କୁ ସମସ୍ତ ବିଷୟ ଦେଇଛନ୍ତି, କେବଳ ଶରୀର ନିମନ୍ତେ ଆମମାନଙ୍କୁ ସେ ସମସ୍ତ ବିଷୟ ଦେଇଛନ୍ତି। ଶରୀର ପାଇଁ ଆମେ ନିଶ୍ଚୟ ସେ ସବୁ ଆଗେଇ ଯିବା, କିନ୍ତୁ ତା ମଧ୍ୟରେ ଆମେ ଆତ୍ମାଙ୍କୁ ମଧ୍ୟ ଲାଭ କରିବା ଆବଶ୍ୟକ। ଯଦି ଆତ୍ମାଙ୍କୁ ଆମେ ଗ୍ରହଣ ନ କରିଛୁ ନିଜ ହୃଦୟରେ, ତାହେଲେ ସେଇ ଶରୀର ମୃତ ସହିତ ସମାନ। ସେଥିପାଇଁ ସମୟ ଥାଉ ଥାଉ
आमने आत्मांक सहित जपरि मिलित हवा ताहांको आमने निमंत्रण करिबा आमानकर हृदय रे। प्रभु प्रत्येक दिनर आरंभरू रात्रिर शेष मुहूर्त पर्यंत से आमानको कौन करुचंती आमानकर पड़ीर भाग दे आमानको परितृप्त करुचंती। आज आम घरे खाद्य थाऊ कि न थाऊ वस्त्र थाऊ कि न थाऊ से आमानको समस्त विषय रे आमानको सबु विषय जोगौचंती। आमने जेते चाहिले मध्य निज आड़ू आमने किछि करि परिबा नाही। केवल असार गर्भरे मनुष्य कौन करे दिन प्रतिदिन वृद्धि हवाको चाहिए। मु या करदेवी मु से करदेवी मु एमती करदेवी मु भाव मनुष्य भितर जदि रहे ईश्वर ता भितर केबे रहिबाको चाहंती नाही। कारण मनुष्य गर्भरे अति गर्भरे कौन होता है आगको बढ़िबाको चाहिए। किंतु आमानकर प्रभु जे आमानक निमंते बलिकृत हेले जे आमानक निमंते जगत को आसिले से चाहती ताहांकर लोक माने ताहांको जमिति स्मरण रखिबे हृदय रे धारण करिवे ताहांकर पथ को अनुसरण करिवे। ताहले जाई प्रभु आमानकर जीवन ने प्रवेश करे आमानकर जीवन को सजाड़िबे और आनंद प्रदान करिवे। जेतुरे माथ्यू 24 पर्व 23 रे लिखा जाए सेहीपरि तुम्भे माने मध्य एही समस्त देखिले से द्वार रे सन्निकट एहा जाण। आंभ मानक निमंते समय तो प्रभु अति कम देइचंदी। केतेबेले प्रभु आमानक जीवन में प्रवेश करिवे केतेबेले आमानक निमंते पृथ्वी को आसीबे पुनर्बार आमने जानी नाउ। किंतु समय थाउ थाउ पुत्र मध्य जानती नहीं जे पिता केतेबेले समस्त विषय आमानक निमंते करिवे। केतेबेले आमानकर समय शेष हबो आमे तो निजे जानिनु मनुष्य है कि किंतु पुत्र हिसाब रे मध्य से जानती नहीं। केवल पिता जानती जे आमानक निमंते समय केतेबेले सन्निकट। विभिन्न प्रकार लक्षण द्वारा आमानक जानू जे आमानक पृथ्वी आ अल्प दिनर ए पृथ्वी रे विनाश आ अल्प दिनर देश देश मध्य रे युद्ध पृथ्वी रे चारिआडे अशांति विभिन्न प्रकार दैवी दुर्विपाक भूमिकंप या द्वारा पृथ्वी कौन होची दिन को दिन अतिशय मंदता आड़ को प्रवेश करुचे। से आमानकर प्रतिपालक होइथिबारु से आमानक आज पर्यंत बही आनिचंती। गत कोरोना रे हजार हजार लक्ष लक्ष लोक चली गले किंतु प्रभु से सब आमान को रक्षा करी 2025 मसीहा मध्य आमान को देखा को देइचंती। आज हुए तो अनेक लोक यही दिन को देखा चाहिए किंतु देखि पारि नांती। किंतु प्रभु आमान को ताहांकर अनुग्रह रे ए समय मध्य देइचंती देखिबा निमंते। से जे द्वार रे आमान को निमंते ठिया ही होचंती। आमे कि प्रकार आमानकर से हृदय रूपक द्वार को उन्मुक्त करिबा आउ ताहांको आमने निमंत्रण करिबा। प्रभुंकर लोक माने अनेक अनेक विषय आमान को शिक्षा प्रदान करती। प्रभु ताहांको द्वारा आमान को कथा कहती किंतु शुणी देखि आमने ताहा भूली जाई थाउ। किंतु प्रभु चाहती ताहा मने रखिबा पई निज जीवन में कार्यकारी करिबा पई। प्रभु हम समस्त को दया करंतु शेष दिनर विषय रे आमने जपरि जाग्रत हवा प्रत्येक प्रत्येकंकर सहित प्रेमर भाव रखिबा निज निज प्रति जपरि आमने जत्न नौचु शरीर जपरि जत्न नौचु आम आत्मार मध्य जत्न से प्रकार नबा। ताहले जाई प्रभु आमानकर जीवन ने प्रवेश करिवे एवं आमानक निमंते ताहांकर से सानिध्यता प्रदान करिवे। लुक 12 पर्व 37 पदरे लिखा जाए प्रभु आसी जेउ दास मानकु जाग्रत देखिबे से माने धन्य। मु तुम्ह मानकु सत्य कहूची मु आपणार कटी बंधन करी से मानकु भोजन रे बसाई
ନିକଟକୁ ଯାଇ ସେବା କରିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚାହାନ୍ତି ତାହାଙ୍କ ନିମନ୍ତେ ଆମେ ଯେ ପ୍ରକାର ଜାଗ୍ରତ ହେବା। ଯେ ପ୍ରକାର ସୁବୁଦ୍ଧି କନ୍ୟା 10 ଜଣ ଥିଲେ, କିନ୍ତୁ 5 ଜଣଙ୍କର ତୈଳ ଅଭାବରୁ ସେମାନେ ଗଲେ ତୈଳ ଆଣିବା ପାଇଁ। କିନ୍ତୁ ଆଉ 5 ଜଣ ସୁବୁଦ୍ଧି କନ୍ୟା କ'ଣ କରିଥିଲେ? ଆଗରୁ ଜାଗ୍ରତ ଥିଲେ, କାଳେ ତୈଳ ସରିଯିବ, ଆମେ ପ୍ରଭୁଙ୍କ ପାଖକୁ ଆଉ ସେଇ ବରଙ୍କୁ ଦେଖା କରିପାରିବୁ ନାହିଁ। ଆଗରୁ ଜାଗ୍ରତ ହୋଇ ସେମାନେ କ'ଣ କରିଥିଲେ? ଅଧିକ ତୈଳ ଆଣିଥିଲେ। ଆଜି ଆମମାନେ ପ୍ରଭୁଙ୍କ ନିମନ୍ତେ ସେହି ପ୍ରକାର ଜାଗ୍ରତ ଜୀବନ କାଟୁଛୁ କି? ପ୍ରଭୁ ଯେ ଆମମାନଙ୍କ ନିମନ୍ତେ ସବୁ ବିଷୟ ପ୍ରଦାନ କରିଛନ୍ତି, କିନ୍ତୁ ପ୍ରଭୁଙ୍କୁ ଆଜି ଦେବା ନିମନ୍ତେ ଆମ ପାଖରେ କ'ଣ ଅଛି? ଆମେ କ'ଣ ଦେଇପାରିବା ତାଙ୍କୁ? ଖାଲି ଅସାର ମନ୍ଦତା ଭିତରେ ପ୍ରବେଶ କରି ଅସାର ଜଗତରୁ କିଛି କିଛି ପାଇବା ପାଇଁ ଆମମାନେ ପ୍ରଭୁଙ୍କୁ ପରିତ୍ୟାଗ କରିଥାଉ, ପ୍ରଭୁଙ୍କୁ ନିନ୍ଦା ଅପବାଦ କରିଥାଉ। କିନ୍ତୁ ପ୍ରଭୁ ଆମମାନଙ୍କ ନିମନ୍ତେ ସମସ୍ତ ବିଷୟ ଜଗତରେ ପ୍ରଦାନ କରିଅଛନ୍ତି। ତାହାଙ୍କର ଗୌରବ କରିବା ନିମନ୍ତେ, ତାହାଙ୍କୁ ଧରି ଚାଲିବା ନିମନ୍ତେ, ତାହାଙ୍କୁ ନିଜର ହୃଦୟରେ ଧରିବା ନିମନ୍ତେ, ଯେପରି ଆମମାନେ ସଜାଗ ଜୀବନ କାଟିବା, ଜାଗ୍ରତ ହେବା ତାଙ୍କ ପାଇଁ। ତାହେଲେ ସେ ଆମମାନଙ୍କ ନିମନ୍ତେ କ'ଣ କରିବେ? ଆମମାନଙ୍କ ନିମନ୍ତେ ସେ ଆତ୍ମିକ ଖାଦ୍ୟ ପ୍ରଦାନ କରିବେ। ଯେଉଁ ଆତ୍ମାଙ୍କର ଖାଦ୍ୟ ଆମମାନେ ଖାଇ କେବେ ବି ମୃତ୍ୟୁ ଆମମାନେ ଲାଭ କରିବା ନାହିଁ। ପ୍ରତ୍ୟେକ ଜାନୁ ଯେତେବେଳେ ତାହାଙ୍କ ନିକଟରେ ନତ ହେବ, ସାରା ପୃଥିବୀର ଲୋକମାନେ କ'ଣ ହେବେ? ତାହାଙ୍କ ନିକଟରେ ନତ ହେବେ। ସ୍ୱର୍ଗ ପାତାଳ ମର୍ତ୍ତ୍ୟ ସମସ୍ତେ ପାତାଳରେ ଥିବା ଆତ୍ମାମାନେ ବି ତାହାଙ୍କ ପାଖରେ ନତ ହେବେ। ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତି ନାହିଁ, ଯେଉଁମାନେ ତାହାଙ୍କର ସ୍ୱାଦକୁ ଜାଣିନାହାନ୍ତି, ସେମାନେ ବି ଦିନ ଆସିଲେ ଆଉ ସେଇ ପ୍ରଭୁଙ୍କର ସେଇ ସ୍ୱାଦକୁ ଜାଣିବେ। ପ୍ରତ୍ୟେକ ତାହାଙ୍କ ନିକଟରେ ନତ ହେବେ। ସେହି ସମୟରେ ପ୍ରଭୁ ଆମମାନଙ୍କ ନିମନ୍ତେ କ'ଣ ହେବେ? ଆସିବେ ଏବଂ ଆମମାନଙ୍କର ଜୀବନକୁ ସେ କ'ଣ କରିବେ? ସଂଗ୍ରହ କରିବେ। ତାହାଙ୍କର ଦାସମାନେ ଯେ ପ୍ରକାର ଜାଗ୍ରତ ହୋଇ ତାହାଙ୍କର ଅପେକ୍ଷା କରିବେ, ତାହାଙ୍କ ନିମନ୍ତେ ଆନନ୍ଦିତ ହୋଇ ସେମାନଙ୍କର ନିମନ୍ତେ ସେ କ'ଣ କରିବେ? ସେଇ ସ୍ୱର୍ଗୀୟ ଖାଦ୍ୟ ସେ କ'ଣ କରିବେ? ବାଣ୍ଟିବେ। ସେ ଭୋଜନରେ ବସାଇବେ। ସେ ଭୋଜନ କରିବା ନିମନ୍ତେ ସେ ସ୍ୱର୍ଗୀୟ ଖାଦ୍ୟ, ସେ ଆତ୍ମିକ ଖାଦ୍ୟ, ସେଇ ବାକ୍ୟ, ଯେଉଁ ବାକ୍ୟ ଜୀବନ୍ତ ବାକ୍ୟ, ସେ ଜୀବନ୍ତ ବାକ୍ୟକୁ ଆମମାନଙ୍କୁ ଦେବା ନିମନ୍ତେ ପ୍ରଭୁ ସବୁ ଅବସ୍ଥାରେ ପ୍ରସ୍ତୁତ ହୋଇ ଅଛନ୍ତି। କିନ୍ତୁ ଆଜି ଆମମାନେ ତାହାଙ୍କୁ ଧରିବା ନିମନ୍ତେ ଆମମାନେ ପଥଭ୍ରଷ୍ଟ ହୋଇଅଛୁ। ଜଗତର ଅସାରତାରେ, ଜଗତର ମନ୍ଦତାରେ ପ୍ରବେଶ କରି ତାହାଙ୍କ ନିକଟବର୍ତ୍ତୀ ହେବା ବଦଳେ ଆମେ କ'ଣ କରୁଛୁ? ତାହାଙ୍କୁ ଛାଡ଼ି ଆମମାନେ ଜଗତ ଆଡ଼େ ଦୌଡ଼ୁଛୁ। ଉପଦେଶକରେ ଯେ ପ୍ରକାର କୁହାଯାଏ, ଅସାର ହିଁ ଅସାର, ସବୁ ହିଁ ଅସାର। ଏ ଜଗତ ସମ୍ପୂର୍ଣ୍ଣ ରୂପେ ଅସାରତାରେ ପରିପୂର୍ଣ୍ଣ। ଆମମାନେ ସମୟ ଥାଉ ଥାଉ ସେ ଅସାରତାରୁ ବାହାରି ଆମେ ଯେପରି ସମସ୍ତ ଭୋଗ ବିଳାସରୁ ରକ୍ଷା ପାଇ ଯେପରି ତାହାଙ୍କର ଗୌରବ ନିମନ୍ତେ ଆମମାନେ ବ୍ୟବହୃତ ହେବା। ନିଜ ନିଜ ବିଷୟରେ ଚିନ୍ତା ନ କରି ଆମମାନେ ଯେପରି ସେ ସ୍ୱର୍ଗୀୟ ଚିନ୍ତାରେ ମନୋଯୋଗୀ ହେବା। ସମସ୍ତ ମନ୍ଦତାରୁ ଆମମାନେ ଯେପରି ରକ୍ଷା ପାଇବା। ଚାରିଆଡ଼େ ଯୁଦ୍ଧର ଲହର, ଚାରିଆଡ଼େ ଆଉ ବିଭିନ୍ନ ପ୍ରକାର ଅଶାନ୍ତିକର ପରିବେଶ। ସେ ଅଶାନ୍ତିକର ପରିବେଶ ଆଜି କାହିଁକି? କାରଣ ଆମମାନଙ୍କ ଭିତରେ ଏକତା ନାହିଁ, ଆମମାନଙ୍କ ଭିତରେ ସେ ପ୍ରେମ ନାହିଁ, ଯାହାଦ୍ୱାରା ଏ ଜଗତରେ ଆଜି ଏ ସମସ୍ତ ବିଷୟ ଦେଖା ଦେଉଛି। ପ୍ରଭୁଙ୍କର ଉପସ୍ଥିତି ଆମମାନଙ୍କ ପାଖରେ ନାହିଁ। ଯଦି ତାହାଙ୍କର ଉପସ୍ଥିତିକୁ ଆମେ ଅନୁଭବ କରୁ, ଯଦି ତାହାଙ୍କୁ ଆମମାନେ ହୃଦୟରେ ଧାରଣ କରୁ,
ଆମମାନଙ୍କ ଭିତରେ ଗୋଟେ ଭିନ୍ନ ଭାବନା ଆସିବ। ତାହାଙ୍କର ଗୌରବ ନିମନ୍ତେ ଯେପରି ଆମେ ବ୍ୟବହୃତ ହେବା, ଆମେ ସମସ୍ତେ ତାହାଙ୍କୁ ଧରି ଚାଲିବା, ତାଙ୍କ ପଥକୁ ଅନୁସରଣ କରିବା, ତାହେଲେ ସେଇ ହୃଦୟ ରୂପକ ଦ୍ୱାରକୁ ଆମମାନଙ୍କର ଉନ୍ମୁକ୍ତ ହେବ। ଆଉ ପ୍ରଭୁ ଆମମାନଙ୍କ ଦ୍ୱାରରେ ପ୍ରବେଶ କରିବେ ଏବଂ ଆମମାନଙ୍କୁ ସେ ସଜାଡ଼ିବେ ଏବଂ ତାଙ୍କର କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ପବିତ୍ର 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 ପିତା, ଧର୍ମମୟ ରାଜା, ତୁମର ଗୌରବ ପ୍ରଶଂସା କରୁଛୁ। ଆଜି ଦିନର ଭାର ତୁମେ ଆମମାନଙ୍କର ନେଇଛ। ତୁମର ଉପସ୍ଥିତି ଦେଇ ଏପର୍ଯ୍ୟନ୍ତ ଆମମାନଙ୍କୁ କଢ଼ାଇଛ। ଆମମାନେ ଅଯୋଗ୍ୟ ନଗଣ୍ୟ ଦିନହୀନ ହେଲେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ପାଶରି ନାହ। ଆମମାନଙ୍କର ଯତ୍ନ ତତ୍ତ୍ୱ ନେଇ ଜୀବିତମାନଙ୍କ ମଧ୍ୟରେ ସ୍ଥାନ ଦେଇଛ, ସେଥିପାଇଁ ଧନ୍ୟବାଦ। ଦିନ ଥାଉ ଥାଉ ପ୍ରଭୁ, ସମୟ ଥାଉ ଥାଉ ଆମମାନେ ଯେପରି ତୁମ ନିମନ୍ତେ ପ୍ରସ୍ତୁତ ହବୁ, ତୁମକୁ ଧରି ଚାଲିବୁ, ତୁମ ପଥକୁ ଅନୁସରଣ କରିବୁ, ସେଇ ପ୍ରକାର ତୁମେ ଦୟା କର। ଅନ୍ୟର ଉପକାର କାରଣ ହବୁ, ଅନ୍ୟକୁ ଦୁଃଖ ଯେପରି ଆମମାନେ ନ ଦଉ, ଅନ୍ୟର ପ୍ରଭୁ ଆମମାନେ ମନ୍ଦତାରେ ଯେପରି ପରିପୂର୍ଣ୍ଣ ନ ହଉ, ସେଇ ପ୍ରକାର ତୁମେ ଆମମାନଙ୍କୁ ଦୟା କର। ଆମମାନଙ୍କ ଜୀବନର ସମସ୍ତ ଅସଜଡ଼ା ବିଷୟ ଗୁଡ଼ିକୁ ତୁମେ ସଜାଡ଼ି ଦିଅ। ଆମମାନଙ୍କ ହୃଦୟ ରୂପକ ଦ୍ୱାରକୁ ତୁମେ ଉନ୍ମୁକ୍ତ କର ପିତା। ତୁମର ଶାନ୍ତି, ତୁମର ସାନ୍ନିଧ୍ୟତା ଆମମାନଙ୍କ ଜୀବନରେ ତୁମେ ପ୍ରଦାନ କର। ସବୁ ଅବସ୍ଥାର ଭାର ତୁମେ ନେଉଛ। ଧନ୍ୟବାଦ ଦେଇ ଏ ସୁନ୍ଦର ସମୟକୁ ଆମ ପ୍ରତ୍ୟେକଙ୍କୁ, ଆଜି ଯେତେ ଜଣ ବାକ୍ୟ ଶୁଣିଛୁ ଶୁଣିବୁ, ସମସ୍ତଙ୍କୁ ତୁମେ ଅଧିକାର କର ବୋଲି ନିବେଦନ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମର ରାଜ୍ୟ ଆସୁ, ଯେ ରୂପେ ସ୍ୱର୍ଗରେ ସେ ରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମମାନେ ଯେମନ୍ତ ନିଜ ନିଜ ଅପରାଧମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଯେଣୁ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍। ପ୍ରେଜ୍ ଦ ଲର୍ଡ।